ତାପରେ କଲେକ୍ଟର ମାସକୁ ଡକ୍ଟର କହିଲେ କି କେତେଟା ଅଭିଯୋଗ ଶୁଣାଣି ହେଉଛି କେତେ ସମସ୍ୟା ଆସିଲା ହେଉଛି କ'ଣ କ'ଣ କି ସାଧାରଣ ଲୋକ ହଇରାଣ ସେଇଟା କେମିତି ଦେଖନ୍ତୁ ଗ୍ରାମ ପଞ୍ଚାୟତ ସ୍ତରରେ ଯେଉଁ ଅଭିଯୋଗ ଶୁଣାଣି ହେଉଛି ମୁଁ ଯେତିକି ବି ସେଠିକି ଯାଉଛି ରିପିଟେଡଲି ତା ପୂର୍ବରୁ ଯେତେ ଜନଶୁଣାଣି ପଞ୍ଚାୟତ ସ୍ତରରେ ଗ୍ରାମ ପଞ୍ଚାୟତ ସ୍ତରରେ ହେଇଯାଉଛି ସେମ୍ ସମସ୍ୟା ଆଉ ଥରେ ଉପସ୍ଥାପନ ହେଉଛି। ମୁଁ ଯାହା ଦେଖିଲି ରିପିଟେଡଲି 2-3 ଥର ଗୋଟେ ପଞ୍ଚାୟତକୁ ଯାଇଥିଲି ସେ ଜନଶୁଣାଣି ସମୟରେ ଯାହା ପୂର୍ବ ଥର ଗ୍ରେଭାନ୍ସ ଦିଆହେଇଥିଲା ତା ପୂର୍ବ ଥର ଦିଆହେଇଥିଲା ସେଇ ସମସ୍ୟା ପୁଣି ଥରେ ଉପସ୍ଥାପନ ତୃତୀୟ ଥର ଏଥିରୁ ସ୍ପଷ୍ଟ ଅନୁମୟ କରି ହେଉଛି ଯେ ଜନଶୁଣାଣି ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଗୋଟେ ଖାଲି ଫାର୍ସ ଆଉ ତାର ଯଦି ସମାଧାନ ହୋଇଥାନ୍ତା ଯେତିକି ସମସ୍ୟା ସେଠି ଉପସ୍ଥାପନ ହେଉଛି ତାର ଯଦି ପଞ୍ଚାୟତ ସମିତି ସ୍ତରରେ ସମାଧାନ ହେଇପାରୁଥାନ୍ତା ତାହେଲେ ରିପିଟେଡଲି ସେ ସମସ୍ୟାଟା ଆସୁଛି କେମିତି ଛୋଟିଆ ଜିନିଷଟେ କିଏ ପାଣି ପାଇଁ ଗୋଟେ କହିଥାଉଛି କିଏ ଏଠି କମ୍ପ୍ଲିଟଲି ରାସ୍ତା ନାହିଁ ବର୍ଷା ଦିନରେ କାଦୁଅ ହେଇକି ହଇରାଣ ହେଉଛୁ କି ନାଳ ନର୍ଦ୍ଦମା ନାଳ ନାହିଁ ବୋଲି ଆମର ସେ ପାଣି ବୋହିକି ଯାଉଛି ସେଠି କାଦୁଅ ହେଇକିରି ବିଭିନ୍ନ ପ୍ରକାର ରୋଗର ଇଏ ଆଶଙ୍କା ଥାଉଛି ଏଇ ଛୋଟ ଛୋଟ ଜିନିଷ ଯେତେବେଳେ ସମସ୍ୟା ଉପସ୍ଥାପନ ହେଇଥାଉଛି ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିରରେ ତାର ବି ସମାଧାନ କରିବା ପାଇଁ ପଞ୍ଚାୟତ ସମିତିର ଅଧିକାରୀମାନଙ୍କର ତତ୍ପରତା ଦେଖାଯାଉ ନାହିଁ। ଆମର ସେ ସ୍ୱଚ୍ଛ ଭାରତ ମିଶନରେ ନାଳ ସଫା କରିବାକୁ ପଇସା ଆସୁଛି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଫଣ୍ଡ ସେଇଟା ଆସିକି ପଡ଼ିକି ରହିଛି ପ୍ରତ୍ୟେକ ପଞ୍ଚାୟତରେ କିନ୍ତୁ ତାର ବ୍ୟବହାର ହେଉନାହିଁ ନାଳ କେମିତି ହେଇକିରି ପାଣି ଉପରକୁ ରାସ୍ତା ଉପରକୁ ଆସିକି ଗଡ଼ି ଯାଉଥିଲେ ବି ତାର ବ୍ୟବହାର ହେଇପାରୁନାହିଁ କାରଣ ଯେଉଁ ପଞ୍ଚାୟତ କରିବ ଏଇଟା କଣ୍ଟ୍ରୋଲ୍ଡ ବାଇ ପଞ୍ଚାୟତ ସମିତି ତାଙ୍କ କ୍ଷମତା ମାନେ ତାକୁ ପରମିଶନ ଦେଉନାହାନ୍ତି କି କ'ଣ ଭାଗବଣ୍ଟା ଠିକ୍ ନାହିଁ ଭଗବାନଙ୍କୁ ଜଣା ସେମାନଙ୍କୁ ହିଁ ଜଣା ସେ କାମ ହେଇପାରୁନାହିଁ ୟୁଟିଲାଇଜ୍ ହେଇପାରୁନାହିଁ ପଡ଼ିକି ରହୁଛି ସେଇଟା ଏଇଟା ହେଉଛି ପଞ୍ଚାୟତ ସମିତି ବା ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ପଞ୍ଚାୟତ ସମିତି ସ୍ତରରେ ଆଗରୁ କ'ଣ ହେଉଥିଲା ଅଲଗା କଥା ବର୍ତ୍ତମାନ କିନ୍ତୁ କିଛି ମାତ୍ରାରେ କାମ ମାନେ ସମସ୍ୟାର ସମାଧାନ ହେଉଛି ଆଉ ଯେତିକି ହେଇପାରୁନାହିଁ ଅଳ୍ପ ହେଉଛି ଯେତିକି ହେଇପାରୁନାହିଁ ମୁଁ ଯାହା ଉପଲବ୍ଧି କଲି ଯିଏ ବି ଜିଲ୍ଲାପାଳ ଆଟେଣ୍ଡ କରିଛନ୍ତି ବା ଏଡିଏମ୍ ବି ଆଟେଣ୍ଡ କରିଛନ୍ତି ସେ ଯେଉଁ ଡିରେକ୍ସନ ଦେଇଥାଉଛନ୍ତି ଯେଉଁ କ୍ୱାର୍ଟରରେ ଯେଉଁଟା ହେବ କଲେକ୍ଟର ନିଜେ ବସିକି ସେଇଟା କ'ଣ କରିବେ କି ସେ ଫାଇଲ୍ ଖୋଜି କାଢ଼ିବେ କି ସିଏ ଡାଇରେକ୍ସନ ଦେଇଥାଉଛନ୍ତି ଧରନ୍ତୁ ରେଭିନ୍ୟୁ ମ୍ୟାଟର ହେଲା ତହସିଲଦାରକୁ ସେ ଡିରେକ୍ସନ ଦେଇଥାଉଛନ୍ତି ପଞ୍ଚାୟତ ସମିତି ବିଡ଼ିଓଙ୍କୁ ଦେଇଥାଉଛନ୍ତି କି କେଉଁ ଡିପାର୍ଟମେଣ୍ଟ ଆର୍ଡିର ହେଲା ଆର୍ଡିର ଯିଏ ଥାଉଛନ୍ତି ବା ଏଡିଓ ବା ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଯିଏ ଥିଲେ ତାଙ୍କୁ ଦିଆହେଉଛି ଏଇଭଳିଆ ଯେଉଁ ବିଭିନ୍ନ ବିଭାଗକୁ ସେ ଡାଇରେକ୍ସନ ଦେଇଥାଉଛନ୍ତି ସେ ବିଭାଗୀୟ ଅଧିକାରୀମାନଙ୍କର ତତ୍ପରତା ନାହିଁ କି ଆନ୍ତରିକତା ନାହିଁ ସେ ସମସ୍ୟାର ସମାଧାନ କରିବାକୁ ଦୀର୍ଘ ସମୟ ଧରିକି ସେଇଟା ସମସ୍ୟା କିନ୍ତୁ ପଡ଼ିକି ରହିଥାଉଛି ଯେତେବେଳେ ଯାଇକି ପଚରା ହେଉଛି ନା ଜିଲ୍ଲାପାଳଙ୍କ ପାଖରେ ଜନଶୁଣାଣିରେ ଆମେ ଗ୍ରେଭାନ୍ସ ଦେଇଥିଲୁ ସେଇଟା ଆପଣଙ୍କ ଅଫିସକୁ ଆସିଥିଲା କ'ଣ ହେଇଛି ତାର ନାଇଁ ସେ ଟିକେ ଆମର ସବୁ ଏଇଠି ବ୍ୟସ୍ତରେ ରହିବୁ ତ କି କାର୍ଯ୍ୟକ୍ରମ ଥିଲା ସେ କାର୍ଯ୍ୟକ୍ରମ ଥିଲା ସେ ଫାଇଲ୍ଟା କାଢ଼ିନୁ ଏଇଭଳିଆ ମନ୍ତବ୍ୟ ଶୁଣିବାକୁ ମିଳୁଛି।